ହ୍ୟାଲୋ ହାଇ ୱେଲକମ୍ ଟୁ ମାଇ ୟୁଟ୍ୟୁବ୍ ଚ୍ୟାନେଲ୍। ଯେହେତୁ ସକାଳୁ ସକାଳୁ ଚୁଡ଼ା ଉପମାଟି କରିଦେଇଥିଲି, ଭାଉଜଙ୍କୁ ଦେଇଥିଲି ଆଉ ଭାଉଜ ଖାଇ କହିଥିଲେ ବହୁତ ଭଲ ଟେଷ୍ଟ ହେଇଛି। ଆଉ ଏପଟେ ଦେଖୁନାହାନ୍ତି, ଯେହେତୁ ଛୋଟ ଛୁଆ ଆଜ୍ଞା ସେମାନେ ବାଲି ଗୋଡ଼ି ହିଁ ଖେଳିବା ତାଙ୍କର ଅଭ୍ୟାସ। ଆଉ ଏପଟେ ଯେହେତୁ ରାତି ହେଇଯାଇଥିଲା, ଭାଉଜ ତାଙ୍କର ରାତିର ଖାଇବା ତିଆରି କରିବାରେ ଲାଗିଥାନ୍ତି ଆଉ କହୁ ବି ଥାନ୍ତି, ଦେଖୁନ ମସଲାଟା କେମିତି ଦେଖାଯାଉଛି। ଆଉ ମୁଁ କହିଥିଲି ଯାହା ବି କୁହ, ମସଲାର ଯେତେବେଳେ କଲର୍ଟା ଏତେ ଭଲ ଆସିଛି, ନିହାତି ଆଜି ରାତିର ଖାଇବାଟା ବହୁତ ଭଲରେ ଜମିବ। ଆଉ ଏପଟେ ଭାଉଜ ତାଙ୍କର ମସଲା କଷୁଥାନ୍ତି, ତା ଭିତରେ ବି କହୁଥାନ୍ତି, ତମେ ତ ରାତିରେ ମସଲା ତରକାରୀ ଖାଉନା, ଆଜି ଖାଇବ ନା ନାଇଁ। ମୁଁ କହିଥିଲି ଯେହେତୁ ତମେ ବନଉଛ, ଆଜି ମୁଁ ପୁରାପୁରି ପିଓର ଖାଲି ମସଲା ତରକାରୀ ହିଁ ଖାଇଦେବି। ଆଉ ଏପଟେ ଭାଉଜ ତାଙ୍କର ଟିକେ ମସଲାଟା ସିଝିବା ପାଇଁ ଘୋଡ଼େଇ ଦେଇଥାନ୍ତି, କାହିଁକି ନା ଆଜ୍ଞା ଯେଉଁ ପର୍ଯ୍ୟନ୍ତ ଟିକେ ଭଲସେ ନ ଘୋଡ଼ା ହେବ ତରକାରୀର ଟେଷ୍ଟଟା ବି ଆସିବନି। ଆଉ ଏପଟେ ଯେହେତୁ ଖାଇ ପିଇ ଦେଇଥିଲୁ, ମା ପୁଅ ବସିକି ମସ୍ତି କରୁଥିଲୁ, ଭାବିଲୁ ଆପଣମାନଙ୍କୁ ଟିକେ ମା ପୁଅଙ୍କ ମସ୍ତିଟାକୁ ଟିକେ ଦେଖେଇ ଦିଏ। ଯାହା ବି କୁହନ୍ତୁ ଆଜ୍ଞା, ଦୁନିଆରେ ଯେତେ ଦୁଃଖ ଥାଉ ନା କାହିଁକି, ଗୋଟେ ମା ତା ଛୁଆର ମୁହଁକୁ ଦେଖିଦେଲେ ସେ ଦୁଃଖ ଗୁଡ଼ାକ ସବୁ ଭୁଲି ଯାଇଥାଏ। କ'ଣ ଆଜ୍ଞା ଠିକ୍ କହିଲି ନା ଭୁଲ କହିଲି? କମେଣ୍ଟ ସେକ୍ସନରେ ନିହାତି ଜଣେଇବେ। ଆଉ ଆଜିର ଭିଡ଼ିଓଟିକୁ ଆଜ୍ଞା ମୁଁ ଏଇଠି ମୋ ମା ପୁଅର ମସ୍ତିରୁ ହିଁ ରଖୁଛି। ଆପଣମାନଙ୍କୁ ମୋ ଭିଡ଼ିଓଟି ଭଲ ଲାଗୁଥିଲେ ଲାଇକ୍ ଆଉ ସବସ୍କ୍ରାଇବ୍ ନିହାତି କରିବେ।